हाय साଙ୍ଗ ମାନେ ଦେଖରେ ମୁଇଁ କିସ କରଛି ଦେଖ ପନିର ତରକାରୀ କରିଛି ମୁଇଁ କିନିକରି ପନିର ତରକାରୀ କରିଛି ଦେଖ ହେଲା। ଆଉ ଆମର ତ କିସ କରିବ କୁହ, ଆମର ତ ମକଟାରେ ମାଛ ମାଂସ ହାକେନି ଅଣସୁଧିଆ ଆମର ହେଇଗନୁ। ମକରର 4-5 ଦିନ ପରେ ଯାଇକରି ଆମର ଶୁଦ୍ଧ ହେମି। ଆଉ ଦେଖ କିନ୍ତୁ କାଟିଦେଲି ପନିରଟାକେ, ଇନା ଗ୍ୟାସଟାକୁ ଅନ୍ କରିଦେଲି, ଇନା ଆମର ତାଇଟା ବସେଇଦେବା। ତାପରେ ତେଲ ଢାଡ଼ି କରି ପନିରଟାକେ ଛାଙ୍କିଦେବା। ଛେଙ୍ଗୁକୁ ତ ଛାଙ୍କିଦେଲି ପନିରଟାକେ ଦେଖ କିନି କରି, ଆଉ ଏଇ ତ ନାଲିଆ ହେଇଗଲାନି ପୁରା କିନ୍ତୁ ଦେଖାଯାଉଛି। ଦେଖ ପନିରଟା ଏଇ ତ ହେଇଗଲାନି, ଓହ୍ଲେଇଦେବା। ବେଶୀ ମସଲି ଗଲେ ଭଲ ନାହିଁ ଯାକେ ନାହିଁ। ଇଆଡ଼େ ପୁଣି ଆମର ମସଲା ବାଟା ଚାଲିଛି ଦେଖ କିନି କରି। ମସଲା ବାଟଠୁ ଇଆଡ଼େ ଆମର ପାମ୍ପଡ଼ଟାକେ ଛାଙ୍କିଦେବା। ଦେଖ ପାମ୍ପଡ଼ଟା କିଣା କଡ଼କଡ଼ିଆ ହେଇଗଲାନି, ୟାକେ ଓହ୍ଲେଇଦେବା। ବେଶୀ ମସଲି ଜାଗା ଏକାଥରେ କାଳିଆ ଦେଖାଯାଏ ଏକାଥରେ। ଇ ବାଟେ ଆମର ମସଲାଟା ବି ରେଡ଼ି ହେଇଗଲାନି, ମସଲାଟାକେ ଦେଇଦେବା ପକେଇ ତେଲରେ। ଏଇ ଦେଖ ଚେଁ ବଡ଼ ମସଲାଟାକେ ଘାଣ୍ଟି ଦେଉଛି। ଆଉ ଏଇ ତ ଆଉ ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ ସବୁ ପକେଇଦେବା। ପନିର ମସଲା ସବୁ ତ ଗୁଣ୍ଡ ପକେଇଦେବା। ଆଉ ତାପରେ ଆମର ଘାଣ୍ଟି ଦେବା ଗୋଟେ, ତାପରେ ବିଲାତି ପକେଇଦେବା, ତାପରେ ଘାଣ୍ଟି ଦେବା। ତାପରେ ତ ଢାଙ୍କୁଣିଟା ଦେଇଦେବା। ଆଉ ଢାଙ୍କୁଣିଟା ପୁଣି ଆଉ ଖୋଲିବା ଦଣ୍ଡେ ପରେ ତାର ଆଳୁ ପକେଇଦେବା। ତାପରେ କଞ୍ଚା ଲଙ୍କା ପକେଇଦେବା। କଞ୍ଚା ଲଙ୍କା ପକେଇ ଦେଇକରି ଇୟା ଦେଖ କିସ ମସଲା ଅଛି କମେଣ୍ଟ କରିବ ହେଲା। ଇୟା ଦେଖ ଗରମ ମସଲା ପକେଇକରି ପୁଣି ଘାଣ୍ଟି ଦେବା। ଘାଣ୍ଟି ଦେଇକରି ପୁଣି ଆମର ପନିରଟାକେ ପକେଇଦେବା। ତାପରେ ଘାଣ୍ଟି ଦେଇକରି ପାଣି ଗୋଟେ ପକେଇଦେବା। ପାଣି ପକେଇ ଦେଇକରି ତ ଢାଙ୍କୁଣି ଦେଇଦେବା। ଆଉ ଇନା ଢାଙ୍କୁଣି ଖୋଲିବା। ଆଉ ଏଇ ତ ହେଇଗଲାନି ଆମ ତରକାରୀ। ଆଉ ଇନା ଧନିଆ ପତ୍ର ପକେଇଦେବା। ଆରେ ପୁରା ତ ଆମର ଦାଦା ପନିର ତରକାରୀ ବାନ୍ତି ନାଗେ ବୋଲି ଖାଏ ନାହିଁ, ଆଜି ଦେଖ କିନ୍ତୁ ଖାଇଦେଲା।